ছি 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 ଦେଲୁ ତ ମତେ ଛୁଇଁ। ସକାଳୁ ସକାଳୁ ଗାଧେଇଥିଲି, ତୁ ମତେ ଅପରିଷ୍କାର କରିଦେଲୁ। ଛୁଇଁ ଦେଲି ତ କଣ ହେଇଗଲା ବୁଢୀ ମା? ମୋ ଦେହରେ ଟିକେ ବି ମଇଳା ଲାଗିନି। ମୁଁ ବି ସକାଳୁ ଗାଧେଇଛି। ମୁଁ ତ ଜାଣି ପାରେନି, ସବୁଦିନ ତୁମେ ମତେ ଦେଖିଲେ ଏମିତି କାହିଁକି କୁହ? କେବେ ନିଜକୁ ଆଇନାରେ ଦେଖିଛୁ? ତାହେଲେ ଜାଣିଥାନ୍ତୁ ତୁ କେତେ କଳା। କଳା ରଙ୍ଗକୁ ମୁଁ ଘୃଣା କରେ। ଏବେ ମତେ ପୁଣି ଗାଧେଇବାକୁ ପଡିବ। ଶୁଣ ମିନୁ ମାଉସୀ, ମୁଁ ଦୂରରୁ ତୁମର ସବୁ କଥା ଶୁଣିଛି। ଏତେ ଅହଙ୍କାର ଭଲ ନୁହଁ। ଆମ ଦେହର ରଙ୍ଗ କଳା ବୋଲି କଣ ଆମେ ଚଢେଇ ନୁହଁ? ତୁମର ବି ତ ପୁଅ ଅଛି, ଦେଖିବି ତୁମେ କୋଉ ରଙ୍ଗର ବୋହୂ ଆଣୁଛ। ଚାଲ ଧନ, ଘରକୁ ଯିବା। ଏଭଳି ଚଢେଇଙ୍କ ସହ କଥା ହେଇ କିଛି ଲାଭ ନାହିଁ। ଯାଅ ଯାଅ, ମତେ ଆଉ ଜ୍ଞାନ ଦିଅନି। ତମେ ସମସ୍ତେ ଦେଖିବ, ସବୁଠାରୁ ସୁନ୍ଦରୀ ଚଢେଇ ସହ ମୁଁ ମୋ ପୁଅର ବାହାଘର କରିବି। ତମ ମାନଙ୍କ ଭଳି କଳା ଅସୁନ୍ଦର ଚଢେଇକୁ ତ ମୁଁ ମୋ ଘରେ ପୁରେଇବିନି। ତାପରେ କାଉ ତାର ପୁଅକୁ ନେଇ ସେଠାରୁ ଚାଲିଗଲା। ମିନୁ ବି ନିଜ ଘରକୁ ଫେରି ଆସିଲା। କିଛି ଦିନ ବିତିଗଲା। ସତକୁ ସତ ଦିନେ ସେ ଏକ ସୁନ୍ଦରୀ ଚଢେଇ ରିନୁ ସହ ତା ପୁଅ ରାଜୁର ବାହାଘର କଲା। ନିଜ ବୋହୂର ସୁନ୍ଦରତାକୁ ନେଇ ମିନୁ ସମସ୍ତଙ୍କ ଆଗରେ ବହୁତ ଗର୍ବ କରୁଥିଲା। କିଛି ଦିନ ବିତିଗଲା। ଦିନେ ରିନୁ ଏକ ଅଣ୍ଡା ଦେଲା। ତାର କିଛି ଦିନ ପରେ ସେ ଅଣ୍ଡାରୁ ଏକ କଳା ଚଢ଼େଇଛୁଆ ବାହାରିଲା। ମା, ମା ଦେଖିବା ଆସନ୍ତୁ, ମୋ ଅଣ୍ଡାରୁ ଏକ ସୁନ୍ଦର ଝିଅ ଛୁଆ ବାହାରିଛି। ମା, ଆପଣଙ୍କର ନାତୁଣୀ ହେଇଛି। ଆଚ୍ଛା, କାଇଁ ଦେଖି ତ ମୋ ସୁନ୍ଦରୀ ନାତୁଣୀର ଚେହେରା। ଏ କଣ, ତୁ ଗୋଟେ କଳା ଛୁଆକୁ ଜନ୍ମ ଦେଇଛୁ? ଶେଷରେ ମୋ ଘରେ ଗୋଟେ କଳା ଛୁଆ ଜନ୍ମ ହେଲା। ଆପଣ ଏସବୁ କଣ କହୁଛନ୍ତି ମା? ଦେହର ରଙ୍ଗ ଯାହା ବି ହେଇଥାଉ, ସେ ତ ଆମରି ଛୁଆ। ନା ନା, ମୁଁ ଏ କଳା ଛୁଆକୁ ମୋ ଘରେ ରଖିବିନି। ଯଦି ସମସ୍ତେ ଜାଣିବେ ମୋ ଘରେ ଗୋଟେ କଳା ଛୁଆ ଜନ୍ମ ହେଇଛି, ସମସ୍ତେ ମୋର ବହୁତ ମଜା ଉଡେଇବେ। ମୁଁ ସେମିତି କେବେ ବି ହେବାକୁ ଦେବିନି। କଣ ହେଲା ମା, କଣ ଭାବୁଛନ୍ତି? ନାତୁଣୀକୁ ନିଜ କୋଳକୁ ନିଅନ୍ତୁ। ଆରେ, ମୋ ଦେହରେ ଏବେ ବହୁତ ମଳିଆ ଲାଗିଛି। ମୁଁ ଆଗ ନଦୀରୁ ଗାଧେଇକି ଆସେ, ତାପରେ ମୋ ନାତୁଣୀକୁ ଧରିବି। ଏମିତି କହି ମିନୁ ଘରୁ ବାହାରିଗଲା। ସେଦିନ ବିତିଗଲା। ପରଦିନ ରିନୁ ନିଜ ଛୁଆକୁ ଶୋଇ ପାଣି ଆଣିବା ପାଇଁ ବାହାରକୁ ଗଲା। ସେହି ସୁଯୋଗରେ ମିନୁ ସେ କଳା ଛୁଆକୁ ଧରି ଜଙ୍ଗଲ ଭିତରକୁ ଚାଲିଗଲା। ଆଉ ଏକ ବୁଦା ମୂଳରେ ସେ ଛୁଆକୁ ରଖିଦେଲା। ମତେ ଏଠି କେହି ଦେଖିବା ପୂର୍ବରୁ ମୁଁ ଶୀଘ୍ର ଏଠାରୁ ଚାଲିଯାଏ। ଏମିତି କହି ମିନୁ ତୁରନ୍ତ ସେ ଜାଗା ଛାଡ଼ି ଚାଲି ଆସିଲା। ସେପଟେ ରିନୁ ଘରକୁ ଫେରି ଦେଖିଲା ସେଠି ତାର ଛୁଆ ନାହିଁ। ମା, ମୁଁ ମୋ ଝିଅକୁ ଘରେ ପାଉନି। ତାକୁ ଶୁଏଇ ମୁଁ ପାଣି ଆଣିବାକୁ ଯାଇଥିଲି। ଘରକୁ ଫେରି ଦେଖୁଛି ଏଠି ମୋ ଝିଅ ନାହିଁ। ଆରେ ରେ, ଏତେ ଛୋଟ ଛୁଆଟାକୁ ଘରେ ଏକା ରଖି ତୋର ବାହାରକୁ ଯିବାଟା ଠିକ ହେଲାନି। ମୁଁ ଫେରିବା ଯାଇ ଅପେକ୍ଷା ହେଲେ କରିଥାନ୍ତୁ। ନିଶ୍ଚୟ କୋଉ ଚିଲ ଆସି ଛୁଆଟାକୁ ନେଇଗଲା। ନହେଲେ ତୁ ହିଁ କହ, ଘର ଭିତରେ ଛୁଆଟା କେମିତି ହଜିବ? ନିଜ ଶାଶୁର କଥାକୁ ରିନୁ ବିଶ୍ୱାସ କରିନେଲା। ସେ ନିଜ ଛୁଆ ପାଇଁ ବହୁତ କାନ୍ଦିଲା। ସେପଟେ ଏକ ଠେକୁଆ ଚଢ଼େଇ ଛୁଆକୁ ଦେଖିଲା। ଆରେ, ଏ ଚଢ଼େଇ ଛୁଆଟା ଏଠାକୁ କେମିତି ଆସିଲା? କେତେ ଛୋଟ ଛୁଆଟା, ଇଏ ତ ଏଯାଏଁ ଉଡ଼ି ଶିଖିନି। କିଏ ତାକୁ ଏଠି ଛାଡ଼ି ଦେଇ ଚାଲିଗଲା? ଆହା, ଏ ଛୁଆଟିର ଚେହେରାଟା କେତେ ସୁନ୍ଦର। ୟାକୁ ଏଠି ଛାଡ଼ି ଦେଇ ଗଲେ ଜଙ୍ଗଲର ହିଂସ୍ର ଜନ୍ତୁମାନେ ୟାର କ୍ଷତି କରିପାରନ୍ତି। ନା ନା, ମୁଁ ଏ ଛୁଆକୁ ମୋ ସାଙ୍ଗରେ ନେଇଯାଏ। ମୋର ତ କେହି ବି ନାହାନ୍ତି। ଆଜିଠୁ ମୁଁ ଏ ଛୁଆର ଦେଖାଶୁଣା କରିବି। ଏମିତି କହି ଠେକୁଆ ସେ ଚଢ଼େଇ ଛୁଆକୁ ନିଜ ସାଙ୍ଗରେ ନେଇଗଲା। କିଛି ଦିନ ପରେ ରିନୁ ପୁଣି ଥରେ 2ଟି ଅଣ୍ଡା ଦେଲା। ତାର କିଛି ଦିନ ପରେ ସେ ଅଣ୍ଡାରୁ 2ଟି କଳା ଛୁଆ ବାହାରିଲେ। ଏସବୁ ଦେଖି ତ ମିନୁ ଭୀଷଣ ରାଗିଗଲା। ଏ ପୋଡ଼ା ମୁହିଁ ପୁଣି ଥରେ 2ଟା କଳା ଛୁଆ ଜନ୍ମ କରିଛି। ଖୋଜି ଖୋଜି ସୁନ୍ଦରୀ ବୋହୂ ଆଣିଥିଲି। ଭାବିଥିଲି ୟାର ଛୁଆ ବି ସୁନ୍ଦର ହେବେ, ହେଲେ ଏସବୁ କଣ ହେଉଛି କେଜାଣି? କେବେ ଯେ ମୁଁ ମୋ ଘରେ ସୁନ୍ଦର ଛୁଆର ମୁହଁ ଦେଖିବି? ଯେପର୍ଯ୍ୟନ୍ତ ମୋ ଘରେ ସୁନ୍ଦର ଛୁଆ ଜନ୍ମ ନ ହେଇଛି, ମୁଁ ଗୋଟେ ବି କଳା ଛୁଆ ମୋ ଘରେ ରଖିବିନି। ବୋହୂ ମା, ଏତେ ରାତି ହେଲାଣି, ତୁ ନ ଶୋଇ ଚାହିଁଛୁ କଣ ପାଇଁ? ତୋ ଛୁଆ 2ଟା ଶୋଇଛନ୍ତି, ତୁ ବି ଟିକେ ଶୋଇପଡ଼। ନାଇଁ ମା, ମୁଁ ଶୋଇବିନି। ଆପଣଙ୍କ ପୁଅ ଘରେ ନାହାନ୍ତି। ମୁଁ ଶୋଇପଡ଼ିଲେ ମୋ 2 ଛୁଆଙ୍କୁ ଜଗି ପାରିବିନି। ମୁଁ ମୋ ପ୍ରଥମ ଛୁଆକୁ ହରେଇଛି। ଏବେ ମୁଁ ମୋର 2 ଛୁଆଙ୍କୁ ହରେଇବାକୁ ଚାହୁଁନି। ଆରେ ଆରେ, ଇଏ ତ ମୋ କଥା ଶୁଣୁନି। ଇଏ ଯଦି ନ ଶୋଇବ, ମୁଁ ମୋ କାମ କେମିତି କରିବି? ନା ନା,
ଯେମିତି ବି ହେଉ ୟାକୁ ଶୋଇବାକୁ ପଡ଼ିବ। ବୋହୂମା, ମୁଁ କ'ଣ କହୁଥିଲି କି ତୁ ଟିକେ ଶୋଇପଡ଼, ମୁଁ ଆଜି ତ ଛୁଆଙ୍କୁ ଜଗି ଦେଉଛି। ଶାଶୁ ପାଖରୁ ଏମିତି ଶୁଣି ରିନୁ ଶୋଇପଡ଼ିଲା। ସେ ଯେମିତି ଶୋଇଗଲା, ମିନୁ ତୁରନ୍ତ ଶୋଇଥିବା ସେ ଦୁଇ ଛୁଆଙ୍କୁ ନେଇ ପୁଣି ଥରେ ଜଙ୍ଗଲ ଭିତରକୁ ଗଲା। ଆଉ ବୁଦା ମୂଳରେ ସେ ଦୁଇ ଛୁଆଙ୍କୁ ରଖି ଘରକୁ ଫେରି ଶୋଇବାର ନାଟକ କଲା। ମା, ଆପଣ ଶୋଇ ପଡ଼ିଛନ୍ତି? ମୋ ଦୁଇ ଛୁଆ ଏଠି ଶୋଇଥିଲେ, କୁଆଡ଼େ ଗଲେ? ମୁଁ ଏବେ ତାଙ୍କୁ କୋଉଠି ଖୋଜିବି? ମା, ଆପଣ ତ କହିଥିଲେ ଆପଣ ଶୋଇବେନି, ମୋ ଦୁଇ ଛୁଆଙ୍କୁ ଜଗିବେ, ତାହେଲେ ଆପଣ ଶୋଇ ପଡ଼ିଲେ କେମିତି? ଆରେ ଏସବୁ କ'ଣ ହେଇଗଲା? ମତେ କ୍ଷମା କରିଦେ ବୋହୂ, ମୋର ଟିକେ ଆଖି ଲାଗି ଯାଇଥିଲା, ସେଇ ଭିତରେ ଛୁଆମାନେ ହଜିଗଲେ। ଏସବୁ ମୋର ଭୁଲ ପାଇଁ ହେଇଛି। ତୁ ଆଉ କାନ୍ଦେନି, ସବୁ କିଛି ଠିକ ହେଇଯିବ। ସେପଟେ ଠେକୁଆ ପାଇଥିବା ଚଢ଼େଇ ଛୁଆ ପାଇଁ କିଛି ଖାଇବା ନେଇ ଘରକୁ ଯାଉଥିଲା। ବୁଦା ଭିତରୁ ଦୁଇ ଚଢ଼େଇ ଛୁଆଙ୍କର କାନ୍ଦ ଶୁଣି ସେ ଅଟକି ଗଲା। ଏଠି ତ ଦୁଇଟି ଚଢ଼େଇ ଛୁଆ କାନ୍ଦୁଛନ୍ତି। କିଏ ଏମିତି ବୁଦା ଭିତରକୁ ଛୁଆମାନଙ୍କୁ ଫିଙ୍ଗୁଛି? ତା ମନରେ କ'ଣ ଟିକେ ବି ଦୟା ନାହିଁ? ନିରୀହ ଛୁଆଙ୍କ ସହ ଏପରି କରିବାକୁ ତାକୁ କ'ଣ ଟିକେ ବି ଖରାପ ଲାଗୁନି? ମୁଁ ଏ ଦୁଇ ଛୁଆଙ୍କୁ ଏଠି ଏମିତି ଛାଡ଼ି ଯାଇପାରିବିନି। ମୁଁ ଏମାନଙ୍କୁ ବି ମୋ ସାଙ୍ଗରେ ଘରକୁ ନେଇଯିବି। ସେବେଠାରୁ ଠେକୁଆ ତିନି ଚଢ଼େଇ ଛୁଆଙ୍କୁ ତା ଘରେ ରଖି ତାଙ୍କର ଦେଖାଶୁଣା କରୁଥିଲା। ସେପଟେ ପୁଣି ଥରେ ରିନୁର ଅଣ୍ଡାରୁ ଆଉ ଏକ କଳା ଛୁଆ ବାହାରିଲା। ଏମିତି ଦେଖି ରିନୁ ଚିନ୍ତାରେ ପଡ଼ିଗଲା। କାଉ ମାଉସୀ କହୁଥିଲେ ମୋ ଶାଶୁ କଳା ରଙ୍ଗକୁ ପସନ୍ଦ କରନ୍ତିନି। ନିଶ୍ଚୟ ସେ ହିଁ ମୋ ଛୁଆମାନଙ୍କ ସହ କିଛି କରିଛନ୍ତି। ଏଥର ମୁଁ ତାଙ୍କ ଉପରେ ନଜର ରଖିବି ଆଉ ସତ କଥା ଜାଣିବି। ଏମିତି ଚିନ୍ତା କରି ରିନୁ ଘର ବାହାରକୁ ଯାଇ ଏକ ଗଛରେ ଲୁଚି ନିଜ ଘର ଉପରେ ନଜର ରଖିଲା। ଘରେ କାହାକୁ ବି ନ ଦେଖି ତାର ଶାଶୁ ମିନୁ ସେ କଳା ଚଢ଼େଇ ଛୁଆକୁ ଧରି ଜଙ୍ଗଲ ଭିତରକୁ ଗଲା। ରିନୁ ବି ତା ଶାଶୁର ପଛେ ପଛେ ଗଲା। ମିନୁ ଯେମିତି ସେ କଳା ଛୁଆକୁ ବୁଦା ମୂଳରେ ରଖିଲା, ରିନୁ ଚିତ୍କାର କଲା, ଛି ମା ଛି, ଏଇ ଥିଲା ଆପଣଙ୍କ ମନରେ? ଏବେ ବୁଝିଲେ, ବାରମ୍ବାର ମୋର କଳା ଛୁଆ ହେବାରୁ ଆପଣ ସେମାନଙ୍କୁ ଚୋରି କରି ନେଇ ଜଙ୍ଗଲ ଭିତରେ ଛାଡ଼ି ଦେଉଥିଲେ। ଏତେ ଖରାପ କାମ କେମିତି କରିପାରିଲେ ମା? ଆପଣ ନିଜେ ବି ତ ଗୋଟେ ମା ହେଇ ଆଉ ଗୋଟେ ମାର କୋଳକୁ କେମିତି ଖାଲି କରିପାରିଲେ? ମୁଁ ଆପଣଙ୍କୁ କେବେ ବି କ୍ଷମା କରିବିନି। ଆପଣ ମୋର ତିନି ଛୁଆଙ୍କୁ ମାରିଛନ୍ତି। ହଠାତ୍ ନିଜ ବୋହୂକୁ ସାମ୍ନାରେ ଦେଖି ମିନୁର ପାଟିରୁ କିଛି ବି କଥା ବାହାରିଲା ନାହିଁ। ସେ ମୁଣ୍ଡ ତଳକୁ କରି ଘରକୁ ଚାଲିଗଲା। ରିନୁ ତା ଛୁଆକୁ ଧରି ବହୁତ କାନ୍ଦିଲା। ସେ ତା ଛୁଆକୁ ଧରି ସେଠାରୁ ଯିବା ସମୟରେ ରାସ୍ତାରେ ସେ ଏକ ଠେକୁଆକୁ ଜାଲ ଭିତରେ ପଡ଼ିଥିବାର ଦେଖିଲା। ଠେକୁଆର ଚାରିପାଖରେ ତିନୋଟି କଳା ଚଢ଼େଇ ଛୁଆ ଛିଡ଼ା ହେଇ କାନ୍ଦୁଥିଲେ। ଠେକୁଆ ଚଢ଼େଇକୁ ଦେଖି ତାକୁ ସାହାଯ୍ୟ ମାଗିଲା। ଚଢ଼େଇ ଭଉଣୀ, ମତେ ଟିକେ ସାହାଯ୍ୟ କର। ମତେ ଶୀଘ୍ର ଏ ଜାଲ ଭିତରୁ ବାହାର କର। ମତେ ଯଦି ଶିକାରୀ ଧରି ନେବ, ମୋ ତିନି ଛୁଆ ଅନାଥ ହେଇଯିବେ। ଦୟାକରି ମତେ ଏ ଜାଲ ଭିତରୁ ବାହାରିବାରେ ସାହାଯ୍ୟ କର ଚଢ଼େଇ ଭଉଣୀ। ହେଲେ ତୁମେ ତ ଜଣେ ଠେକୁଆ, ତୁମର ଛୁଆମାନେ ଚଢ଼େଇ କେମିତି? ମତେ ଆଗ ଏ ଜାଲ ଭିତରୁ ବାହାର କର, ମୁଁ ତମକୁ ସବୁ ଘଟଣା କହୁଛି। ତାପରେ ମା ଚଢ଼େଇ ଅନେକ ଚେଷ୍ଟା କରି ଠେକୁଆକୁ ଜାଲ ଭିତରୁ ବାହାର କଲା। ଠେକୁଆ ତିନି କଳା ଛୁଆଙ୍କୁ କେମିତି ପାଇଥିଲା ସବୁ ଘଟଣା ରିନୁକୁ କହିଲା। ଠେକୁଆ ଭାଇ, ଏ ତିନି ଛୁଆ ମୋ ଛୁଆ। ଏମିତି ରିନୁ ଠେକୁଆକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ ଠେକୁଆ ଚଢ଼େଇକୁ ତାର ତିନି ଛୁଆଙ୍କୁ ଫେରି ଦେଲା। ମା ଚଢ଼େଇ ନିଜ ଛୁଆଙ୍କୁ ଫେରି ପାଇ ଖୁବ୍ ଖୁସି ହେଇଗଲା। ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ, ସେ ମତେ ମୋ ତିନି ଛୁଆଙ୍କୁ ଫେରେଇ ଦେଲେ। ମୁଁ ଆଉ କେବେ ବି ସେ ଘରକୁ ଫେରିବିନି, ନହେଲେ ପୁଣି ଥରେ ମୋ ଶାଶୁ ମୋ ଚାରି ଛୁଆଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ। ମୁଁ ଏଇଠି ଘର ବନେଇ ମୋ ଚାରି ଛୁଆଙ୍କ ସହ ରହିବି। ଚଢ଼େଇ ଭଉଣୀ, ତମ ତିନି ଛୁଆଙ୍କର ଦେଖାଶୁଣା ମୁଁ ମୋ ନିଜ ଛୁଆ ପରି କରିଛି। ଯଦି କେବେ କିଛି ଦରକାର ହୁଏ ମତେ ମନେ ପକେଇବ। ଏଇ ପାଖରେ ହିଁ ମୋ ଘର, ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ଏମିତି କହି ଠେକୁଆ ସେଠାରୁ ଚାଲିଗଲା। ରିନୁ ସେଇଠି ଏକ ଘର ତିଆରି କରି ତା ଚାରି ଛୁଆଙ୍କ ସହ ରହିଲା। ରିନୁର ସ୍ୱାମୀ ରାଜୁ ତାକୁ ଖୋଜୁଥିଲା। ଦିନେ ସେ ତା ପାଖରେ ପହଞ୍ଚିଲା। ରିନୁ, ତୁ ମତେ କିଛି ନ କହି ଏଠି ଆସି ଏକୁଟିଆ କାହିଁକି ରହୁଛୁ? ମୁଁ ତତେ କେତେ ଜାଗାରେ ଖୋଜିଛି, ଆଜି ଯାଇ ମୁଁ ତତେ ପାଇଲି। ରିନୁ ତା ସ୍ୱାମୀକୁ ସବୁ ଘଟଣା କହିଲା। ମୋ ମା ଏମିତି କରିବେ ମୁଁ କେବେ ଭାବିନଥିଲି। କଳା ହେଲେ ତ କ'ଣ ହେଇଗଲା,
ସେମାନେ ମୋର ବି ଛୁଆ। ମୁଁ ତମମାନଙ୍କୁ ଛାଡ଼ି ଏକୁଟିଆ ରହିପାରିବିନି। ଆଜିଠୁ ମୁଁ ବି ତମମାନଙ୍କ ସହ ରହିବି। ସେବେଠାରୁ ରାଜୁ ଆଉ ରିନୁ ତାଙ୍କ 4 କଳ ଛୁଆଙ୍କୁ ନେଇ ଖୁସିରେ ରହିଲେ। ସେପଟେ ମିନୁର ଖରାପ ସ୍ୱଭାବ ଯୋଗୁଁ ଜୀବନ ସାରା ସେ ଏକୁଟିଆ ରହିଲା।